ଆଜିର ଆମର ରେସିପି ହେଲା ବାଲବାଲୁକା ଶାଗ ଚଡ଼ଚଡ଼ି। ସାଙ୍ଗମାନେ, ଆପଣମାନଙ୍କ ଏରିଆରେ ବାଲବାଲୁକା ଶାଗ ଅଛି? ଆମ ଏରିଆରେ ତ ନାହିଁ, କିନ୍ତୁ ଗୋଟେ ଜାଗାରୁ ଆସିଛି ଆମର। ମୁଁ ତ ଜାଣିନଥିଲି ତା'ର ଉପାୟଟା କେମିତିକା। ମୋତେ ସେ ବତେଇ ଦେଇଛନ୍ତି, କରିକି ଦେଖିବା ଏକ ଉପାୟରେ। ତାପରେ ଆମେ କେମିତି ଉପାୟରେ ବନାଯିବ ଆମେ ବି ପର ମୁହୂର୍ତ୍ତରେ ଆମେ ଆଉ କେବେ କଲେ ପୁଣି କେମିତି କ'ଣ କରିବା ଆଉ। ହଉ, ବାଲବାଲୁକା ଶାଗ ଆପଣଙ୍କ ଏରିଆରେ ଅଛି କି ନାହିଁ ସେ ମୁଁ ତ ଜାଣିନି। ଆଉ ଚାଲନ୍ତୁ ତ ଦେଖିବା ବାଲବାଲୁକା ଶାଗ କେମିତିକା। ଏଇ ତ ବାଲବାଲୁକା ଶାଗ ପିତା ଗହମ ପରି ଦେଖାଯାଉଛି। ତାକୁ ମୁଁ ତା ନାଡ଼ ଗୁଡ଼ାକ ଛିଡ଼େଇକି ବାହାର କରିଦେଇକି ତାକୁ ଏମିତି ମୁଁ ସଫା କରିଦେଇକି ତାକୁ ଦୁଇଁ ଦାଇଁ ଦେଇକି ମୁଁ ତାକୁ ଭଲସେ ଧୋଇ ଦେଇକି ଏଥିରେ ରଖିଦେଇଛି। ଆମର ଗୋଟେ ବଡ଼ ସାଇଜ୍ର ଆଳୁ ମୁଁ ତାକୁ ଏମିତି କୁଚେଇକି ରଖିନେଇଛି। ତାପରେ ଆମର ଇଏ ହେଉଛି ମସଲା ମୁଁ ବାଟି ନେଇଛି। ସୋରିଷ, ଜିରା, ରସୁଣ, ଲଙ୍କା ବାଟି ନେଇଛି। ଆମେ ଏବେ କଡ଼ା ବସେଇବା ଗ୍ୟାସ୍ ଲଗେଇକି। ଆଉ ଗ୍ୟାସ୍ ଲଗେଇକି କଡ଼ା ମୁଁ ବସେଇ ଦେଇଛି। ଆମେ ଆଳୁକୁ ଦେଇଦେଲେ ଆଳୁ ଟିକେ ସନ୍ତୁଳି ହୋଇଗଲା ପରେ ଆମେ ମସଲା ଦେଇଦେବା। ଏବେ ଆମେ ମସଲା ପାଣି ଢାଳିଦେବା। ଆଳୁ ତ ଏମିତି ଆମର ଲାଲ ଲାଲ ହୋଇଗଲାଣି। ମସଲା ପାଣି ଢାଳି ଦେଇକି ଲୁଣ ହଳଦୀ ପକାଇ ଦେଇକି ସିଝି ସାରିଲା ପରେ ତାପରେ ଶାଗକୁ ପକାଇବା। ଆଉ ଆମର ତ ମୁଁ ଲୁଣ ହଳଦୀ ପକାଇ ଦେଇଥିଲି। କିଛି ଚୁନ ଚୁନ କରିକି ବଢ଼ି ପକାଇ ଦେଉଛି ଏଥିରେ। ବଢ଼ି ପକାଇ ଦେଉଛି। ତାପରେ ଆମେ ଶାଗ ପକାଇବା। ଏବେ ମୁଁ ଶାଗକୁ ପକାଇ ଦେଉଛି। ଆମର ହେଇଗଲା ବାଲବାଲୁକା ଶାଗ ଚଡ଼ଚଡ଼ି। ପ୍ରଥମ ଥର ପାଇଁ ମୁଁ ଏଇଟାକୁ ବନେଇଲି। କେମିତି ସ୍ୱାଦ ତ ମୁଁ ଆଉ ଜାଣିନି। ୟାର ସ୍ୱାଦ କେମିତିକା କ'ଣ ଖାଇଲେ ଜଣାପଡ଼ିବ। ଆଉ ଯଦି ଆପଣଙ୍କ ଏରିଆରେ ଅଛି ଆପଣମାନେ ଏମିତି କରିକି ଖାଇବେ। ଆଉ ଆମ ଏରିଆରେ ନାହିଁ, କିନ୍ତୁ ଗୋଟେ ବନ୍ଧୁ ଘରୁ ଆସିଥିଲା ଆମ ଘରକୁ ଶାଗ। ସେ ମୋତେ କହିଲେ ଯେ ବାଲବାଲୁକା ଶାଗ। ମୁଁ କହିଲି ବାଲବାଲୁକା ଶାଗ କ'ଣ? ସେ ପଠାଇଥିଲେ। ଏଇ ହେଉଛି ବାଲବାଲୁକା ଶାଗ। ଆଚ୍ଛା, ହଉ, ଆମେ ଖାଇଲା ପରେ ଟେଷ୍ଟଟା କ'ଣ କେମିତିଆ ଜାଣିବା। ଆଉ ଯଦି ଆପଣମାନଙ୍କ ଏରିଆରେ ଅଛି ତାହେଲେ ଆପଣମାନେ ତ ଖାଉଥିବେ। ଆଉ ମୁଁ ଆଉ କ'ଣ କହିବି। ଆଉ ରଖିଲି ଆଜ୍ଞା। ଜୟ ଜଗନ୍ନାଥ।